ଆଗକୁ ଆସୁଛି ନୂଆବର୍ଷ। ନିଜର ପ୍ରିୟଜନମାନଙ୍କୁ ନେଇ ବନ୍ଧୁ ମିଳନର ଆୟୋଜନ କରିଛନ୍ତି ବିଶ୍ୱନାଥ ସାନିଟାଇଜର ପ୍ରୋପାଇଟର ଗଣେଶ ଆଚାର୍ଯ୍ୟ। ଏନେଇ ମଣିଜଙ୍ଗା ମହାନଦୀପଠାରେ ଏକ ବଣଭୋଜି ଓ ବନ୍ଧୁ ମିଳନର ଆସର କରାଯାଇଥିଲା। ଗଣେଶ ନନା ଜଣେ ଅମାୟିକ ବ୍ୟବସାୟୀ ଥିବାରୁ ତାଙ୍କ ବିଶ୍ୱନାଥ ସାନିଟାଇଜର ସଦସ୍ୟ ବା ପରିବାରମାନଙ୍କୁ ନିମନ୍ତ୍ରଣ କରି ଏହି ବଣଭୋଜିର ଆୟୋଜନ କରିଥିଲେ। ସମାଜସେବୀ ଅଜୟ ସାହୁ ଏଥିରେ ମୁଖ୍ୟ ଭୂମିକା ଲିଭାଇଥିଲେ। ମୁଁ ଅଜିତ କୁମାର ଦାସ ବିଶ୍ୱନାଥ ସାନିଟାଇଜର ତରଫରୁ ଆମକୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଫିଷ୍ଟ ବଣଭୋଜି କରିଥିଲେ। ଗଣେଶ ବିଶ୍ୱନାଥ ବିଶ୍ୱନାଥ ସାନିଟାଇଜର ଗଣେଶ ଆଚାର୍ଯ୍ୟ। ଆଜି ହେଇଥିଲା ଚିକେନ ହେଇଥିଲା, ଡାଲି ହେଇଥିଲା, ଭାତ ହେଇଥିଲା, କାକୁ ସାଲ ହେଇଥିଲା, ପାମ୍ପଡ଼ ହେଇଥିଲା, ମାଛ ଫ୍ରାଏ ହେଇଥିଲା। ବହୁତ ଆନନ୍ଦ ବହୁତ ଖୁସିରେ ଆମେ ଶାଗବତୀ ବହୁତ ଭଲ ଅଛି। ଯାଇ ହଉ ଗଣେଶ ଭାଇନାଙ୍କର ଏତିକ ଅବଦାନରୁ ଆମର ନୂଆବର୍ଷ ବନ୍ଧୁ ମିଳନ ଆମର ଗଣେଶ ଭାଇନାଙ୍କ ତରଫରୁ ବହୁତ କିଛି ଆମର ବହୁତ ବନ୍ଧୁ ମିଳନ ବି ଆମର ହେଇପାରିଛି। ଆଉ ଯାଇ ହଉ ଗଣେଶ ଭାଇନାଙ୍କୁ ବହୁତ ଧନ୍ୟବାଦ। ଆଉ ଗଣେଶ ଭାଇନାଙ୍କ ତରଫରୁ ବହୁତ ବି ଆମେ ବି ଖୁସି ଅନୁଭବ କରୁଛୁ। ଭାଇ ନମସ୍କାର, ମୁଁ ଭାଇନାଙ୍କ ଦୋକାନରେ ଜଣେ ସେଲ୍ସମ୍ୟାନ୍ ସିନିୟର ଭାବେ କାମ କରୁଛି। ସେଥିପାଇଁ ପିଲାଙ୍କୁ ମିସ୍ତ୍ରୀମାନଙ୍କୁ ଏକଜୁଟ କରି ଇଏ ଫିଷ୍ଟଟି ଆୟୋଜନ କରିଥିଲୁ। ବହୁତ ସୁରୁଖୁରୁରେ ଭଲରେ ଚାଲିଲା। କିନ୍ତୁ ଏତିକି ଧନ୍ୟବାଦ ଦେବି, ନନାଙ୍କ ଦୋକାନରେ ସବୁ ପିଲା ଉପସ୍ଥିତ ରହିକିରି ଇଏ ଫିଷ୍ଟଟି ଅନୁଭବ କଲେ, ସେଥିପାଇଁ ମୁଁ ଖୁସି ଅଛି। ମୁଁ ଗଣେଶ କୁମାର ଆଚାର୍ଯ୍ୟ, ବିଶ୍ୱନାଥ ସାନିଟେସନ ମାଲିକ କହିବାକୁ ଗଲେ, କିନ୍ତୁ ଏ ଯେଉଁ ଭାଇମାନେ ସବୁ ଆସିଛନ୍ତି ତାଙ୍କର ଚାକର। ମୁଁ ବିଶ୍ୱନାଥ ସାନିଟେସନ ମାଲିକ, ମୋ ଭାଇମାନେ ସବୁ ମୋ ପାଖରେ। ଆଉ ଆଜି ଗୋଟେ ନୂତନ ବର୍ଷ ଆଗକୁ ଆସୁଛି, କାଳେ ଭାଇମାନେ ସବୁ ଧାନ କଟା ବ୍ୟସ୍ତ ହେଇଯିବେ। ସେଥିପାଇଁ ମୁଁ ତାଙ୍କୁ ସବୁ ଆଜି ଗୋଟେ ଖୁବ୍ ବହୁ ପୂର୍ବରୁ ଗୋଟେ ନିମନ୍ତ୍ରଣ କରି ଗୋଟେ ଗେଟ୍ ଟୁଗେଦର କଲି। ଯାହା ହଉ ଭାଇମାନେ ସମସ୍ତେ ଆସିଲେ, ମୁଁ ବହୁତ ଖୁସି ଭାଇମାନଙ୍କ ପାଇଁ। ଧନ୍ୟବାଦ।